ଆଜି ରାତି ଅଧରୁ ଆମକୁ ଉଠିବାକୁ ପଡିଲା କାହିଁକି ନା ପତିଦେବଙ୍କୁ କମ୍ପାନୀ କାମରେ ବାହାରକୁ ଯିବା ପାଇଁ ଟ୍ରେନ ଧରିବାର ଥିଲା। ସିଏ ତ ବାହାରି ଗଲେ ରାତି 4ଟା ପୂର୍ବରୁ। ପୁଣି ଥରେ କବାଟ ବନ୍ଦ କରି ଆସି ଶୋଇ ପଡିଲି ଆଖିରେ ନିଦ ମୋର ପ୍ରବଳ ଥିବା। ସକାଳୁ ଉଠି ଚାହା ପାଉରୁଟି ଖାଇ ଯାଇଥିଲି ମୁଁ ମାଛ ଭାଜିବା ପାଇଁ। ଆଜି ବୁଧବାର ହେଲେ ବି କାଇଁ ମାଛ ଖାଇବାକୁ ମୋର ଜମା ଇଚ୍ଛା ନାହିଁ। ମାଛ ମୁଣ୍ଡରେ ପିଆଜ ପକା ଭଜା ତା ସହିତ ପଖାଳ ଭାତ ବାଢି ବାପାଙ୍କ ପାଇଁ ଡ୍ରରୁ ଚକଲେଟ ଜରି କାଢିଲି ସେଥିରୁ ଗୋଟେ ନେଇ ଖାଇବି ମୁହିଁ। ଦେଖ ପିଲେମାନେ ମୋ ପାଖରେ ଅଛି କେତେ ସାରା ଚକଲେଟ। କାଲି ମୋ ପ୍ରଶ୍ନର ସଠିକ ଉତ୍ତର ଦେଇଥିବାରୁ ସମସ୍ତଙ୍କ ପାଇଁ ରଖିଛି ଗୋଟେ ଗୋଟେ। ମାଛ ଭଜା ଖାଇବାକୁ ଇଚ୍ଛା ନଥିଲା ବୋଲି ବୋଉ କହିଲା ରହ ଆଜି ନୂଆ ଆଇଟମ ଟେ ମୁଁ ବନେଇବି। ସେଥିପାଇଁ କଲରା ପତ୍ରର ଦରକାର ପଡୁଛି ଯାଉଛି ବାଡିରୁ 2ଟା ତୋଳି ଆଣିବି। ପୂର୍ବରୁ କହିଲେ ତୁ ଆଳୁ ବାଇଗଣ କାଟି ସିଝେଇ ଦବୁ। କଲରା ପତ୍ର ଆଣିଲା ପରେ ତାକୁ ଧୋଇ ଧାଇ କାଟି ପକେଇ ଦବୁ। ବୋଉ ଆମର ଯେଉଁ ଭଳି କହିଲେ ମୁଁ ସେଇପରି କଲି। ରସୁଣ ଛୁଙ୍କ ହେବ ବୋଲି 2-4 ପାଖୁଡା ନେଇ କୁଣ୍ଡିରେ ଆମର ଛିଞ୍ଚି ଦେଲି। ମୋ କାମ ସରିଲା ଛୁଙ୍କ ଦେବା ଦାୟିତ୍ୱ ବୋଉଙ୍କର ଥିଲା। ପରିଶେଷରେ ପଡିଲା କୋଳଥ ଚୁନା। ଟେଷ୍ଟରେ ବେଷ୍ଟ ନଥିଲେ ବି ଭଲ ଲାଗୁଥିଲା। ମିଛ କହିବିନି ସାଙ୍ଗମାନେ ହାତରେ ଧରିଛି ଦାନା। ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।